ବୈଜୟନ୍ତୀ ସେଠି ସୁକିନ୍ଦାଗଡ଼ ବୈଜୟନ୍ତୀ ସେଠି ଆମର ଆରାଧନା ଜିପିଏଲ ପୁରା ଏବଂ ବିରଜା ସେଲ୍ ପୁରା ସିଆରପିଏଫ। ଅଭିଯୋଗ ଆଜ୍ଞା ମୁଁ କାମ କରୁଥିଲି ଦୀର୍ଘ 2012 ମସିହାରେ କାମ କରୁଛି। ଆମର ଏମବିକେ ଡେଥ୍ ହେଇଗଲେ 2022 ର ଅଗଷ୍ଟ 3 ରେ। ତାପରେ ଆମର 23 ରେ ହେଲା ଜିପିଏଲ ପୁରା ମିଟିଂ ହେଲା। ସେଇ ମିଟିଂ ରେ ଆମର ସେକ୍ରେଟାରୀ ମ୍ୟାଡାମ ଥିଲେ ଉପସ୍ଥିତ ଏବଂ ଆମ ସବୁ ଏରିଆର ଇସି ମେମ୍ବର ଥିଲେ, ବ୍ଲକର ବିପିଏମ ଓଏଲଏମ ଅଫିସ ସମସ୍ତେ ଥିଲେ। ସେଠି ଆମ ସରପଞ୍ଚ ଉପସ୍ଥିତ ଥିଲେ। ଆମର ୱାର୍କ ରିପୋର୍ଟ ନେଲେ କହିଲେ ସାଲାରୀ ଦେବା ପାଇଁ। ସାଲାରୀ ଦେବା ପାଇଁ ୱାର୍କ ରିପୋର୍ଟ ନେଲେ ଏବଂ ତା ଦେହରେ ସିଏଲପି ର ଖାତା ରେଜୁଲେସନ ଖାତା ଏବଂ ସିଏଲପି ର ଆକାଉଣ୍ଟ ଖାତା ନେଲେ ମାଗିକି। କହିଲେ ଭେରିଫାଏ କରେ ତାପରେ ସେ ଦିଆହବ ତମକୁ ସାଲାରୀ। ସାଲାରୀ ଦେବା ପାଇଁ ଅନ୍ୟ ସିଆରପି ମାନେ ପାଇଲେ କିନ୍ତୁ ଆମକୁ ସେ ଆଉ ସାଲାରୀ ଦେଲେନି। 2 ସପ୍ତାହ ବିତିଲା, 3 ସପ୍ତାହ ବିତିଲା, ମୁଁ ବିପିଏମ କତିକି ଆସିଲି। ମୁଁ ସାର୍ ଆମ ୱାର୍କ ରିପୋର୍ଟ ନେଲେ ମ୍ୟାଡାମ କାଇଁ ଆମକୁ ଆଜି ଆଙ୍କ ମିଳିଲାନି ସାଲାରୀ। ସେଠୁ କହିଲେ ସାଲାରୀ ମିଳିଲାନି। ମୁଁ ନାଇଁ ନା ତମେ ତାଙ୍କ ଯୋଗାଯୋଗ କର। ସେ ବ୍ଲକରେ ବହୁତ ଥର ଫୋନ କଲି, ଡାକରେ ବି ବହୁତ ଲେଟର ପଠେଇଲି, 3ଟା ଲେଟର ପଠେଇଲି, ଲେଟର ରିସିଭ୍ କଲେନି। ତାପରେ ବିପିଏମ ସାର୍ କହିଲେ ସେ ତମ ଫୋନ ଉଠୁନାହାନ୍ତି ଆଉ କଣ କରିବୁ। ଏଠୁ ବିଡିଓ ସାର୍ ଙ୍କୁ ଦେଖା କଲି। ବିଡିଓ ସାର୍ ଙ୍କୁ ଦେଖା କଲେ ବିପିଏମ ସାର୍ କହିଲେ ଆମେ ତ କଥା ମାନୁନେ, ତେଣୁକରି ମୁଁ ଡିଷ୍ଟ୍ରିକ୍ଟ ଗଲି। ଡିଷ୍ଟ୍ରିକ୍ଟ ଆମର ପାଢୀ ସାର୍ ଥିଲେ, ସେ ଅଶୋକ ସାର୍ ଥିଲେ, ତାଙ୍କୁ ଯାଇକି ରେଜୁଲେସନ ଆପ୍ଲିକେସନ ଲେଖିକି ଜଣେଇଲି। ସିଏ ବି କହିଲେ ଆମ କଥା ଶୁଣୁନାହାନ୍ତି ଆମେ କଣ କରିପାରିବୁ। ଏଠୁ କହିଲେ ତାପରେ କଲେକ୍ଟର ମ୍ୟାଡାମ କଲେକ୍ଟର ଥିଲେ, କଲେକ୍ଟର ଅଫିସ 2 ଥର ଯାଇଛି। ତାପରେ ହେଠୁ ଗଲା ପରେ ଭୁବନେଶ୍ୱର ଗଲି 3-4 ଥର। ହେଠି ଯାଇକି ଜଣେଇଲେ, ସିଏ ବି ସୁକିନ୍ଦା ବ୍ଲକକୁ ଫରୱାର୍ଡ କଲେ। ସମସ୍ତେ କହିଲେ ତ ସେ ଆମ କଥା ଶୁଣୁନାହାନ୍ତି ଆମେ କଣ କରିପାରିବୁ ଏକଥା କହିଲେ। ତାପରେ ମୁଁ ସେଇ ଦିନଠୁ 2.5 ବର୍ଷ ହେଲା ଦୌଡୁଛି। ବହୁତ ଦୀର୍ଘ ଦିନ ଦୌଡି ତାପରେ ବିପିଏମ କହିଲେ ତମର ସବୁ ଭେରିଫାଏ କରିବାକୁ ତମ ଖାତା ପତ୍ର। ଆଜ୍ଞା ବୈଶାଖ ମାସ ଖରାରେ ବି ମୁଁ ବ୍ୟାଗ ଖାତା 10ଟା ଏସଏଚଜି ର ଖାତା ଆଉ ପାସବୁକ୍ ସବୁ ଆଣିକି ଏଠି ସାର୍ ଦେଖିଛନ୍ତି, ଚେକ୍ କରିଛନ୍ତି। ସବୁ ଦେଖିଲେ କହିଲେ ହଁ ସାଲାରୀ ପାଇବ। ତାପରେ ସିଏ ସାଲାରୀ ପତ୍ର ଦେଲେନି। ଲାଷ୍ଟ ମୁଁ ଆରଟିଆଇ ଟା ମାଗିଲି। ମୁଁ କାହିଁକି ମତେ ଦିଆ ହଉନାଇଁ, ମୋର କାରଣ ଟା ମତେ ମୁଁ ଜାଣେ କଣ ପାଇଁ ମତେ ଦିଆ ହଉନି। କାରଣ ଟା ଆଜ୍ଞା ମୁଁ ଆରଟିଆଇ ମାଗିଲି। ସେ ଆରଟିଆଇ ରେ ଏଇ ସବୁ ସିଗ୍ନେଚର ଗୋଟେ ଆପ୍ଲିକେସନ ବିନା ଦୋଷ, ମୋର ଦୋଷଟା କଣ ଏବଂ କାହିଁ ମତେ ସାଲାରୀ ଦଉନାହାନ୍ତି। ମୁଁ ସେଇ କାରଣ ହେତୁ ଜାଣିବା ପାଇଁ ମାଗିଲାଠୁ ମତେ ଅବଶ୍ୟ କିଛି ମିଳିଲାନି, କିନ୍ତୁ ସେଇ ରେଜୁଲେସନ ଖାଲି ଗୋଟିଏ। ବିପିଏମ ସାର୍ କହିଲେ ଆମ ପାଖରେ ଏତିକି ଅଛି ଆଉ କିଛି ନାହିଁ। କହିଲେ ଏଟା ଯୋଉ ରେଜୁଲେସନ ରେ କିଛି ଲେଖା ହେଇନି, ଖାଲି ଲେଖା ହେଇଛି ବୈଜୟନ୍ତୀ ସେଠୀ, ଗୀତାଞ୍ଜଳି ବାରିକି ଆଉ ଏମାନେ ଆମ ମହାସଂଘର ବିରୁଦ୍ଧରେ ଯାଇକି ଡିଷ୍ଟ୍ରିକ୍ଟର ବ୍ଲକରେ ବାରମ୍ବାର ମିଛ ଅଭିଯୋଗ କହିବାରୁ ଆମକୁ ତାଙ୍କୁ ବାହାର କରିଦେଇଛି। ମିଛ ଅଭିଯୋଗ ଯଦି କରିଛି ମୁଁ କିଛି ଗୋଟେ ପ୍ରୁଫ୍ ଦେଖା, ଲିଖିତ ଆକାର ମତେ କିଛି ମୁଁ ତ କୋଉଠି କିଛି ତମେ ମତେ ପଇସା ଦବ ନାଇଁ ମୁଁ ଯାଇକି କହିଲି। ମୁଁ ତ କୋଉଠି କାହାର ମିଛ ଅଭିଯୋଗ କରିନି। ତେଣୁକରି ସେଇଟା ଦାବି ଆଜ୍ଞା ଯୋଉ ସିଗ୍ନେଚର ହେଇଛି ସେକ୍ରେଟାରୀ ମ୍ୟାଡାମ ଏବଂ ପ୍ରେସିଡେଣ୍ଟ ସିଗ୍ନେଚର କରିଛନ୍ତି। ମୁଁ ସେଇ ସିଗ୍ନେଚର ଆରଟିଆଇ ପାଇଲା ପରେ ସବୁ ଏରିଆରେ ବୁଲିଲି, ଲୋକଙ୍କ ପାଖକୁ ଗଲି। 150 ପରେ ଲୋକ ହେଇଛି, ଗୋଟେ ଲୋକ ଆଜ୍ଞା ଆମ ସୁକିନ୍ଦାର କେତେ ଜଣ ଅଛନ୍ତି ଆଉ ବାହାର ଲୋକ, ଗୋଟେ ଲୋକ କହୁଛନ୍ତି ଆମେ ଜମା ତମ ନାଇକି ଆମେ ସିଗ୍ନେଚର ଦେଇନୁ। ଆଉ କେତେ ଜଣ କହୁଛନ୍ତି ଆମେ ସିଗ୍ନେଚର ଦେଇଛୁ। ସେ ଆମକୁ କହିଛନ୍ତି ଯେ ବ୍ଲକରେ କାମ କରିବ ଆଉ ସ୍କୁଲରେ ରହିବ, ବ୍ଲକରେ କ୍ୟାଣ୍ଟିନ ଖୋଲିବ, ସେଠି ରହିବ। ଆମେ ତମ ବିରୁଦ୍ଧରେ ଆମେ ସିଗ୍ନେଚର ଦେଇନୁ। ସମସ୍ତେ କଥା କହିଲେ ଦାବି କରୁଛନ୍ତି ଯୋଉ ଆମର ଯୋଉ ସିଗ୍ନେଚର ସବୁ ଦେଇଛନ୍ତି ସେ ସିଗ୍ନେଚରକୁ ଭେରିଫାଇ କରାଯାଉ। ମେମ୍ବର ଯେତିକ ଅଛନ୍ତି ସେ ଯିବି ଆଜି ବି ମିଟିଂ ଏକା କରିହବ, ତାର ଆମର ଗାଇଡଲାଇନ ଅଛି। ମୋ ସିଏଲପି ଯିବା ଅନସ୍ଥ ପ୍ରସ୍ତାବ ତାହା ତ କିଛି ହେଇନି। ମୋ ସିଏଲପି ର କିଛି ଯାଇନି, କିଛି କଣ ସିଏ ସେକ୍ରେଟାରୀ କେମିତି ମତେ ମନକୁ ମନ କହୁଛନ୍ତି ତାଙ୍କୁ ବାହାର କରିଦେଲେ, ତାଙ୍କ ଚାକିରି ନାହିଁ। ଏଇ ଲୋକ ସବୁ ବାହାର କରିଛନ୍ତି। ମୋ ସିଏଲପି ର କିଛି ନାହିଁ, ଅନ୍ୟ ସିଏଲପି ଲୋକ ଫର୍ଜରୀ ସିଗ୍ନେଚର ମାରିକି। ତେଣୁ କରି ମୋର ଦାବି ବିପିଏମ ସାର୍ କି ବିଡିଓ ସାର୍ ସମସ୍ତେ ଏଇ ସିଗ୍ନେଚର ଯୋଉ ହେଇଛି ମେମ୍ବର ମାନଙ୍କ ଉପସ୍ଥିତ ସହ ସିଗ୍ନେଚର ଭେରିଫାଇ କରାଯାଉ। ସୁକିନ୍ଦାରୁ କହୁଛି। ଆମକୁ ସଂଘ ଅଫିସ କି ଡକା ହେଇଥିଲା। ଆମକୁ କହିଲା ବୈଜୟନ୍ତୀଠୁ ଆଣ ଭାରି ଖାତା ପତ୍ର, ଆମେ ଲୋନ ବାଡି କରେଇଦବୁ। ସେଠୁ ଆମେ କହିଲୁ କାହିଁକି ଆମ ବୈଜୟନ୍ତୀଠୁ ଆଣିବୁ, ଦୀର୍ଘ ଏତେ ଦିନ ହେଲା ଆମେ କାମ କରେଇ ଆଇସିନି ଆମ ବୈଜୟନ୍ତୀ। ଆଜି କଣ ହେଲା ଯେ ଆମ ବୈଜୟନ୍ତୀ ବାହାରି ଯିବେ। ଆଉ ଯୋଉ ସାଇନ ନେଇସିନି ସେଇ ସାଇନ ହଉଛି ଆମର ଫର୍ଜୁରୀ। ଆମେ କେହି ବି ସାଇନ ଦେଇନୁ। ଆମ ସଂଘ ଯେମିତି ରହିଥିଲା ସେମିତି ରହିବ। ଆମ ବୈଜୟନ୍ତୀ ଯେମିତି ପାଖରେ ଆମର ଅଛନ୍ତି ସେମିତି ବୈଜୟନ୍ତୀ ଆମ ପାଖରେ ରହିବ। ଆଗକୁ ଆନ୍ଦୋଳନ କରିବାକୁ ବାଧ୍ୟ। ପରିବେଶର ଆଞ୍ଚଳିକ ମଞ୍ଚର ସିଆରପି ଗୀତାଞ୍ଜଳି ବାରିକି ଅଟେ। ଯୋଉ ଆମର ଏମବିକେଙ୍କର ଡେଥ୍ ହେଲା ପରେ ଆମକୁ ଓଏଲଏମ ଷ୍ଟାଫ, ବିପିଏମ ଆଉ ମହାସଂଘର ସେକ୍ରେଟାରୀ ପ୍ରେସିଡେଣ୍ଟ ମଞ୍ଚର ଖାତା ମାଗିଲେ, ୱାର୍କ ରିପୋର୍ଟ ମାଗିଲେ। ଆଉ କହିଲେ ଖାତା ଯୋଉ ଖାତା ତମର ଚେକ୍ କରିକି ତମକୁ ସାଲାରୀ ଦିଆଯିବ। ଆଉ ଆମକୁ ଷଡଯନ୍ତ୍ର କରି ଖାତା ଆମ ଇସି ମେମ୍ବରଙ୍କର ଦସ୍ତଖତ ସବୁ ନେଇକି ଖାତା ଆମଠୁ ନେଲେ। ଖାତା ନେଲା ପରେ ଆମକୁ 2.5 ବର୍ଷ ହେଲା ଆମେ ସବୁଆଡେ ଯୋଉ ଚିଠି ଦେଇ ତାଙ୍କୁ ଫୋନ କରି ଡିଷ୍ଟ୍ରିକ୍ଟ ଯାଇ ଓଏଲଏମ ଅଫିସ ଆସି ବିଡିଓଙ୍କୁ ଦେଖା କରି 2.5 ବର୍ଷ ହେଲା 3 ବର୍ଷ ହେଲା ଆମେ ଥକି ଗଲୁଣି, କିନ୍ତୁ ଏପର୍ଯ୍ୟନ୍ତ ଆମକୁ କୌଣସି ସମାଧାନ କରାଯାଏନି। ଆମର ଏଇଆ ହକ ଆମ ଚାକିରି ଆମକୁ ଦିଆଯାଉ, ଆମେ ଯେମିତି ଲୋକଙ୍କର କାମ କରୁଥିଲୁ ସେମିତି ପୁନର୍ବାର କାମ କରାଯାଉ। ଆମେ